ସବୁ ଅଙ୍କା ଭୁଲ ହେଇଗଲା, ସବୁ ଅଙ୍କା ଭୁଲ ହେଇଗଲା। ତୁମ ବଜରଙ୍ଗୀ, ତୁମ ବଜରଙ୍ଗୀ, ତୁମ ବଜରଙ୍ଗୀ, ତୁମ ବଜରଙ୍ଗୀ। ଏଠି ମାରେ ମମତାର ତୁଳନା ନାହିଁ, ଜିଦି ଗଲେ ଏଠି ଇତିହାସ ମା ହେବ ମମତାମୟୀ। ହାତେ ଥିଲେ ବିଜୟ ଆସି, ଦୂର ନୁହେଁ ଲକ୍ଷ୍ୟ ତ ବେଶୀ। ସୂର୍ଯ୍ୟୋଦୟ ସୂର୍ଯ୍ୟ ଅସ୍ତ, ହସ୍ତିନାର ଇନ୍ଦ୍ରଗସ୍ତ, ଜୀବନର ପରିଚୟ ବେଶୀ। ମଗାରି ମାଗାଉ ଶିଳାଲେଖ, ଶିଳାଲେଖ, ଶିଳାଲେଖ। ଚଣ୍ଡାଶୋକ, 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 ଚଣ୍ଡାଶୋକ। ସର୍ବପ୍ରଥମେ ଆପଣମାନଙ୍କୁ ବହୁତ ସାରା ଧନ୍ୟବାଦ ଏବଂ ନମସ୍କାର। ଆପଣମାନେ ଗୋଟିଏ ହେଉଛନ୍ତି ଆମ ଭଳିଆ ଛୋଟ ଛୋଟ ସିଙ୍ଗରମାନଙ୍କୁ ଯାହା ବି ଯେଉଁଠି ପହଞ୍ଚୁଛନ୍ତି ନା, ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ। କାରଣ ଆପଣମାନଙ୍କ ପାଇଁ ହିଁ ଆମେ ଏତେ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେଉଛୁ, ଦର୍ଶକ ବନ୍ଧୁମାନଙ୍କ ପାଇଁ। ଏବଂ ଭଗବାନ ଭଳି ଦର୍ଶକ ବନ୍ଧୁମାନ ଆମର ବି କୋଟି ପ୍ରାଣ। ଆମେ ଆପଣମାନେ ଯେ କହୁଛନ୍ତି ଆମେ କ'ଣ ମହାରଥୀ, ଆଜ୍ଞା ମହାରଥୀ ନୁହଁ। ଆମେ ସବୁ ବହୁତ ଛୋଟ ଛୋଟ ସିଙ୍ଗର, ଆମେ ପେଟ ପାଇଁ ସବୁ କାମ କରୁଛେ। ଯାହା ବି ଶିଖିଛେ, ଯାହା ବି ଜାଣିଛେ, ଆମେ ପରିବେଷଣ କରୁଛେ, ଆପଣମାନଙ୍କୁ ଭଲ ଲାଗୁଛି। ସେଥିପାଇଁ ଅଶେଷ ଅଶେଷ ଧନ୍ୟବାଦ ଆପଣମାନେ ମିଡ଼ିଆ ଭାଇମାନଙ୍କୁ। ଆମର ତ ଖଣ୍ଡଗିରିର ମୋ ଭାଇ ଦୟା ଭାଇ ଅଛନ୍ତି, ସେ ସିଂହ ବାହିନୀରେ, ମୁଁ ଧଉଳିରେ। ଆମର ନାଟକ ଚାଲିଛି ସବୁଙ୍କ ଭୁଲ ହେଇଗଲା। ମୁଁ ଟାଇଟଲ ସଙ୍ଗ ଗାଇଛି, ଆପଣମାନେ ଜାଣିଥିବେ। ସେଇଟାରୁ ମାନେ ପଦେ ନୁହେଁ, ପୁରା ମୁଖଡ଼ା ଗାଇଲେ ବହୁତ ସମୟ ଲାଗିବ। ଖାଲି ହେଡ଼ିଂଟା ଟାଇଟଲଟା ଗାଇ ଦେଉଛି। ସବୁ ଅଙ୍କା ଭୁଲ ହେଇଗଲା, ସବୁ ଅଙ୍କା କଳାକାର ସବୁ ଦୁଃଖ କଷ୍ଟକୁ ସହିକି ରାତି ଅନିଦ୍ରା ହେଇକି ଷ୍ଟେଜରେ ପରଫର୍ମାନ୍ସ କରିବାକୁ ପଡ଼େ। ତା ଭିତରେ ବି କିଛିଟା ଲୋକ କମେଣ୍ଟ ଦିଅନ୍ତି, ଟ୍ରୋଲ୍ କରନ୍ତି, ବାଦ ବିବାଦ ହୁଏ। ୟାକୁ ସବୁ କେମିତି ଦେଖନ୍ତି ଭାଇ? କିଛି ନାହିଁ, ଦେଖନ୍ତୁ, ଜଣେ ଭଲ କହୁଛି ସେଟା ବି ଆସିବା, ଜଣେ ଖରାପ କହୁଛି ସେଟା ବି ଆସିବା। କାହିଁକି କହିଲେ, ସେ କ'ଣ ଗୋଟେ ଦେଖିକିନା ଖରାପ କହୁଛି ନା, ଆମେ ତାକୁ ସୁଧାରିବାକୁ ଚେଷ୍ଟା କରୁଛୁ। କ'ଣଟା କ'ଣ ଭୁଲ ହେଇଛି ଯେ ଭାଇ କାହିଁକି ଖରାପଟା କହିଲେ, ତାକୁ ବି ଆମେ ତର୍ଜମା କରୁଛେ, ତାକୁ ବି ଆମେ ସ୍ୱତନ୍ତ୍ର କରିବା ପାଇଁ ଚେଷ୍ଟା କରୁଛୁ। ଜଣେ ସିଙ୍ଗର ଷ୍ଟୁଡ଼ିଓରେ ଗାଇବା ବହୁତ ସହଜ। ଷ୍ଟୁଡ଼ିଓରେ ବାଇ ବିଟ୍ ବାଇ ୱାର୍ଡ ଆପଣ ରିଟେକ୍ ଯାଇପାରିବେ, କିନ୍ତୁ ଯାତ୍ରା ଷ୍ଟେଜ୍ରେ ପରଫର୍ମାନ୍ସ କରିବା କୌଣସି ଛୋଟିଆ କଥା ନୁହେଁ। ଜଣେ ସିଙ୍ଗର ଯାତ୍ରା ତଣ୍ଟି ଫଟେଇକି ହଜାର ହଜାର ଦର୍ଶକଙ୍କୁ ବାନ୍ଧି ରଖିବା ଏଇ ଛୋଟିଆ କଥାରେ କେତେ କଷ୍ଟ ହୁଏ ଭାଇ? କଷ୍ଟ ତ ଦେଖନ୍ତୁ, ସବୁ କାମରେ କଷ୍ଟ। ମାନେ ଯେତେବେଳେ ଆମେ ଆସୁ, ମାନେ ସକାଳୁଠୁ ସନ୍ଧ୍ୟା ପର୍ଯ୍ୟନ୍ତ, ରାତିରେ ଶୋଇବା ପର୍ଯ୍ୟନ୍ତ ସବୁବେଳେ କଷ୍ଟ ନା ନାହିଁ। ସକାଳୁ ଉଠିବା, ବ୍ରସ୍ କରିବା, ଏଗୁଡ଼ା ସବୁ କଷ୍ଟ। ଏଇଟା ଆମର ଗୋଟେ ପେଶା ହେଇଯାଇଛି। ଆପଣମାନଙ୍କର ଭଲ ପାଇବା, ଦର୍ଶକ ବନ୍ଧୁଙ୍କର ଭଲ ପାଇବା ପାଇଁ ଏ କଷ୍ଟଟା ଆମେ ଦୂରେଇଯାଉ। କଷ୍ଟ ହଉ, କିଛି କଥା ନାହିଁ, କିନ୍ତୁ ଆପଣମାନେ ତ ତାଳିରେ ମାରନ୍ତି, ଭଲ କୁହନ୍ତି, ତ ସବୁ କଷ୍ଟ ଦୂରେଇଯାଉ। ମାନସ ଭାଇଙ୍କୁ କ୍ରିଷ୍ଣା ବେଉରାଙ୍କ ସହିତ କମ୍ପେୟାର କରାଯାଏ। ବାବା ଜୁହାର ଜୁହାର। ଲୋକମାନେ କମେଣ୍ଟରେ ତୁଳନା କରୁଛନ୍ତି କି ଭାଇ ଶୁଣନ୍ତୁ, ଆପଣଙ୍କ ସ୍ୱରଟି ଆମକୁ କ୍ରିଷ୍ଣା ବେଉରାଙ୍କ ଭଳି ଲାଗେ। ନାଇଁ, ସେ କ'ଣ ହୁଏ ଯେ ଗୀତଟାକୁ ଆମେ ସେଇ ଟାଇପ୍ରେ ଟିକେ ଛୁଇଁବା ପାଇଁ ଗାଇଦେଉ। କ୍ରିଷ୍ଣା ସାର୍ ଗାଇଛନ୍ତି, ଏଇ ଟାଇପ୍ର ଗାଇଲେ ଭଲ ଲାଗିବ କି, ସେଇଭଳିଆ। କିନ୍ତୁ ସେମାନେ କେଉଁଠି, ଆମେ କେଉଁଠି, ଆମେ ଅବଶ୍ୟ ଆମେ ଗୋଟେ କଳାକାର, ସିଏ ବି କଳାକାର, କିନ୍ତୁ ସିଏ ବହୁତ ଲେଜେଣ୍ଡ। ଆମେ ଭାଇ ଏଠି ଗୋଟେ କଥା କହିଲେ ଆପଣ ପୂର୍ବରୁ ଛୋଟ କଳାକାର, ଆପଣ ଏଇଟା ଭୁଲ ମୁଁ ପ୍ରମାଣିତ କରିବାକୁ ଚାହିଁବି। ଆପଣ କେବେ ବି ଛୋଟ ନୁହନ୍ତି। ଆପଣମାନେ ଷ୍ଟେଜ୍ରେ ପରଫର୍ମାନ୍ସ କରନ୍ତି, ହଜାର ହଜାର କଳାକାର। ଆଜି 2 ଜଣ ମହାରଥୀ ସାଙ୍ଗରେ ଅଛନ୍ତି, କ'ଣ କହିବେ ଭାଇ? ନାଇଁ ଶୁଣନ୍ତୁ, ଛୋଟ ଏଇଥିପାଇଁ କୁହାଯାଇଛି ଯେ ଯେତେ ଛୋଟ ହେବ ସେତେ ଉପରକୁ ଯିବ। ଗୋଟେ କଥା ହେଉଛି, ମୁଁ ଗୀତ ଶିଖିନି, ସେମାନେ ହେଉଛନ୍ତି ମାନେ ଶିକ୍ଷା ପାଇକି ଲେଜେଣ୍ଡ ହେଇସାରିଛନ୍ତି। ଆମେ ତାଙ୍କ ସହିତ ତୁଳନା ହେଇପାରିବେ କି? ମାନସ ଭାଇ କେବେ କ୍ୟାରିୟର ଷ୍ଟାର୍ଟ କଲେ? କ୍ୟାରିୟର ତ ମୁଁ ଗୀତ ଆରମ୍ଭ କରିଥିଲି 5ମ କ୍ଲାସ୍ରୁ। ଯେତେବେଳେ ଆଦିତ୍ୟ ନାରାୟଣଙ୍କର ଗୀତ ଥିଲା ତୁ ମୋ ଆଖିର ତାରା, ସେବେଠୁ ମୁଁ ଗାଉଛି। ଆଜି ହେଇଗଲା ଏତେ ଦିନ ହେଇଗଲାଣି ଯାତ୍ରା। ଦେଖନ୍ତୁ, ମାନେ ସେତେବେଳେ ପ୍ରାୟ 10 ବର୍ଷ କ'ଣ ଥିଲା, ମୁଁ ଏବେ ଆସିଗଲାଣି, ବହୁତ ବର୍ଷ ହେଇଗଲାଣି। ସେତେବେଳେ ମାନସ ଭାଇ କେତେ ଟଙ୍କା ପାଉଥିଲା? ଏବେ ନାଇଁ, ପଇସା କଥା କୁହନ୍ତୁନି ରେ ବାବା। ସେ ବର୍ତ୍ତମାନ ପୁରା ଏମିତି ହେଇଯିବ ଯେ ଯେତିକି ଅଛି, ଯାହା ବି ଅଛି, ପେଟ ପାଇଁ, ପରିବାର ପାଇଁ ଠିକ୍ ଅଛି।
ଭାଇ ଆପଣ ମଧ୍ୟ ଆପଣଙ୍କ ପାଖରେ ମାନସ नमस्कार ଭାଇ समस्त ଅଛନ୍ତି। जय जगन्नाथ जय माँ सरला मु दयानिधि ए वर्ष सिंगर एंड एंकर रे सिंह बाहिनी चलती काम बहुत भल चलती ए वर्ष तो सिंह बाहिनी एक नंबर चलती बहुत सब भल ଭାଇ ଆପଣଙ୍କ ପାର୍ଟି 1 ନମ୍ବରରେ ଚାଲିଛି ଧଉଳି ତାହେଲେ କେତେ ନମ୍ବରରେ ଚାଲିଛି? ना ନାଇଁ। लोक नहीं कहीदे सब एक्चुअली नंबर 1 आउ नंबर 2 नंबर 3 न थाए समय को नहीं किए आग पछ जमती आम चालुचे गोटे गोड़ आगू गला पर गोटे गोड़ पछर था पुणी गोटे गोड़ आगू जाऊँ पुणी से गोड़ पछ जाऊँ तो 1 नंबर कहीं नुह कि बर्तमान टे आमर चलছে हावला कहीदेली सेमती ସେଥିପାଇଁ ପିୟୁଷ ଭାଇ ଆପଣ କାହିଁ ଭାବୁଛନ୍ତି ଯେ ଧଉଳି 2 ନମ୍ବର ନୁହଁ ନା ସମସ୍ତେ 1 ନମ୍ବର କିନ୍ତୁ ବର୍ତ୍ତମାନ ଯାହା ଚାଲିଛି କହିଦେଲି ସେଟା ପାଇଁ କ୍ଷମା ଭାଇ ଆଉ ଗୋଟେ କଥା ଦେଖିବୁ ଆପଣ ମାନେ ଗୀତ ତ ଗାଉଛନ୍ତି ଷ୍ଟେଜରେ ନିଜ ନିଜର କମ୍ପିଟିଟର ମାନସ ଭାଇ ଆଉ ଆପଣ ଆଜ୍ଞା କିନ୍ତୁ ଷ୍ଟେଜ ପଛରେ କେତେ ସମ୍ପର୍କ କେମିତି ରୁହେ? ବହୁତ ଭଲ ଷ୍ଟେଜରେ ବି ଆମର କମ୍ପିଟିସନ୍ ହେଇନଥାଏ ଭଗବାନ ଯାହାକୁ ଯେଉଁ ପ୍ରତିଭା ଦେଇଛନ୍ତି ସେ ଅନୁସାରେ ସିଏ ଆଗକୁ ଯାଇଥାଏ ଆମର ସିଙ୍ଗର କେବେ କମ୍ପିଟିସନ୍ ହୁଏନି ସବୁବେଳେ ଭଲ ସମ୍ପର୍କ ଷ୍ଟେଜ ପଛରେ କେବେ ଦେଖା ହେଲେ କଥା ହଁ ଏଇ ପଛରେ ଦେଖା ଆଜି ମୁଁ ଆସି ଦୌଡ଼ି ପଳେଇ ଆସିଛି କାହା ପାଇଁ ମାନସ ପାଇଁ ଦେଖା କରିବାକୁ ପଳେଇ ଆସିଛି ତ ଆଉ ବହୁତ ଖୁସି ଲାଗୁଛି ବହୁତ ଦିନ ପରେ ଆମେ ତ ସବୁଦିନ ଭେଟି ପାରୁନୁ ତ ଏମିତି ଖଣ୍ଡଗିରି ମେଳାରେ କେତେବେଳେ କେମିତି ଭେଟ ହୁଏ ନହେଲେ କେଉଁଠି କମ୍ପିଟିସନ୍ କ୍ୟାମ୍ପରେ ଭେଟ ହୁଏ ତ ବହୁତ ଖୁସି ଲାଗେ ଆଉ ସେଇ ମାନସକୁ ଭେଟିବା ପାଇଁ ହିଁ ମୁଁ ପଳେଇ ଆସିଛି ତ ବହୁତ ଖୁସି ଲାଗେ ଭାଇ ଏମିତି କଥା ହୁଏନି କି ମୋ ମାଲିକ ତୋ ମାଲିକଠୁ ଭାରି ଭଲ। ନାଇଁ ନାଇଁ ଶୁଣନ୍ତୁ ସବୁ ମାଲିକ ଭଲ। ହଁ ସବୁ ମାଲିକ ଭଲ ଯେହେତୁ ତାଙ୍କ ପାଇଁ ଆମ ପରିବାର ଚଳୁଛି ସବୁ ମାଲିକ ଭଲ କେହି ଖରାପ ନୁହନ୍ତି ମୁଁ ଯେଉଁଠି ରହିବି ମାନେ ମାଲିକ ଭଲ ଯାହାକୁ ଛାଡ଼ିକି ଆସିବି ସିଏ ବି ଭଲ ସମସ୍ତେ ଭଲ ଆମେ ଦେଖୁ ଦୟା ଭାଇ ମଧ୍ୟ ଆପଣଙ୍କୁ ଜଷ୍ଟ ଟିକେ ସିନିୟର ହେବେ ଦୟା ଭାଇ କେବେ କୁହନ୍ତି କି ମାନସ ସେଇ ଗୀତଟିକୁ ଏମିତି ଗାଇଥିଲେ ଭଲ ହେଇଥାନ୍ତା? ନିଶ୍ଚିତ ଶୁଣନ୍ତୁ ସମସ୍ତଙ୍କ ପାଖରୁ ଶିଖିବାର ଅଛି ଛୋଟଠୁ ବଡ଼ ପର୍ଯ୍ୟନ୍ତ ମୋର କ'ଣଟା ଭୁଲ ହେଉଛି ସେମାନେ ଧରିପାରୁଛନ୍ତି ସେ ମୋତେ କହିବେ ମୁଁ ସଂଶୋଧନ କରିବି ଶେଷରେ ଚଣ୍ଡା ଶୁକରୁ ଗୋଟିଏ ପଦ ଚଣ୍ଡା ଶୁକ ଗୀତରୁ ଗାଇବେ ମାଟି ଏଠି ମା ପରି ଲାଗେ ମାଟି ଏଠି ମା ପରି ମମତାର ତୁଳନା ନାହିଁ ଜିତିଗଲେ ଏଠି ଇତିହାସ ମା ହେବ ମମତାମୟୀ ହାତେ ଥିଲେ ବିଜୟ ଆସି ଦୂର ନୁହେଁ ଲକ୍ଷ୍ୟ ତ ବେଶୀ ସୂର୍ଯ୍ୟୋଦୟ ସୂର୍ଯ୍ୟ ଅସ୍ତ ହସ୍ତିନାରୁ ଇନ୍ଦ୍ରଗସ୍ତ ଜୀବନର ପରିଚୟ ବେଶୀ ମଗାରି ମାଗାଉ ଶିଳାଲେଖ 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 ଚଣ୍ଡାଶୋକ 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 ଭାଇ ଗୋଟେ ଫିଲ୍ମ ଆଉ ଭାଇ ଗୀତ ଯାତ୍ରାରେ ଅଛି ଟାଇମ୍ ଦୟା ହେଇଯିବ ଭାଇକି ଆମେ ଅନୁରୋଧ ହଁ ଦୟା ଭାଇ କରୁଛୁ ଗୋଟେ ଗୋଟେ ପଦ ଆପଣ ଆମର ତ ବଜରଙ୍ଗୀ ନାଟକ ଚାଲିଛି ଭାଇରାଲ ଚାଲିଛି ଭାଇରାଲ କହିଲେ ହବନି ନାଇଁ ଭାଇ ଚାଲିଛି ନିଶ୍ଚୟ ଭାଇ ଯୋଉଟା ସତ टाइटल चलती है ख्रीष्टान ही सब गाँव मुझे बेले बेले आबसेंट गाए सी लिडिंग कर देह पा खराब हेल्ले भल मंद चलती बहुत बहुत धन्यवाद।